ଚାଲନ୍ତୁ ଆଜି ଶୁଣିବା ଜହ୍ନମାମୁଁର ବେତାଳ କଥାର ଗୋଟେ କାହାଣୀ, ପରାଜିତ ଗନ୍ଧର୍ବ। ସେହି ଝଡ଼ ରାତି, ଘନ ଘନ ବିଦ୍ୟୁତ୍ ଯୋଗେ ଦିଶି ଯାଉଥିବା ଅଶରୀରମାନଙ୍କର ଭୟାବହ ମୁହଁ। ତହିଁ ସଙ୍ଗେ ସଙ୍ଗେ ବଜ୍ରଧ୍ୱନି ତଥା ପ୍ରେତାତ୍ମାମାନଙ୍କର ଅଟ୍ଟହାସ ପ୍ରତି ଭ୍ରୂକ୍ଷେପ ନ କରି ରାଜା ବିକ୍ରମାର୍କ ପୁନର୍ବାର ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ। ବୃକ୍ଷାରୋହଣ କରି ସେ ଶବଟିକୁ ଉତାରି ଆଣିଲେ। ତାକୁ କାନ୍ଧରେ ପକାଇ ସୁନସାନ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, ରାଜା, ଆପଣଙ୍କର ଏ ପରିଶ୍ରମ ଦେଖି ମନେ ହେଉଛି ଆପଣ ବା କୌଣସି ଦେବୀ ଶକ୍ତି ଆୟତ୍ତ କରିବା ନିମନ୍ତେ ବଦ୍ଧପରିକର। କିନ୍ତୁ ଜାଣି ରଖନ୍ତୁ, ଦେବ ଗନ୍ଧର୍ବମାନେ ଚତୁର ନା ମଣିଷ ଚତୁର ସେ କଥା କହିବା ସହଜ ନୁହେଁ। ଗୋଟିଏ କାହାଣୀ କହୁଛି ଶୁଣ, ଶୁଣିଲେ ଶ୍ରମଭାର ଲାଘବ ମନେ ହେବ। ବେତାଳ ଗପିଲା। ଗନ୍ଧର୍ବ ଲୋକରେ ପ୍ରଗଳ୍ଭ ନାମକ ଗନ୍ଧର୍ବ ବାସ କରୁଥିଲା। ପୃଥିବୀ ଲୋକରେ ବନଲତା, ପାହାଡ଼ ପର୍ବତ ଇତ୍ୟାଦିର ସୌନ୍ଦର୍ଯ୍ୟ କଥା ସେ ଅନେକ ଶୁଣିଥାଏ। ଥରେ ପୃଥିବୀ ଦେଖିବା ନିମନ୍ତେ ତାର ଖୁବ୍ ମନ ହେଲା। ସେ ଉଡ଼ି ଉଡ଼ି ଆସି ଗୋଟେ ଭୟଙ୍କର ବଣ ଉପରେ ପହଞ୍ଚିଲା। ତଳକୁ ଅନାଇ ସେ ଦେଖିଲା ଜଣେ ଲୋକ ଗଛରୁ କିଛି ଫଳ ତୋଳିବାକୁ ଉଦ୍ୟମ କରୁଥାଏ। ଆଉ କାଳେ କୌଣସି ବନ୍ୟଜନ୍ତୁ ହାବୁଡ଼ରେ ପଡ଼ିବ ବୋଲି ଏଣେ ତେଣେ ଭୟଭୀତ ହୋଇ ଅନାଉଥାଏ। ଲୋକଟି ସହ ମଜା କରିବା ପାଇଁ, ନିଜ ବାହାଦୁରୀ ଦେଖାଇବା ପାଇଁ ପ୍ରଗଳ୍ଭ ଗନ୍ଧର୍ବର ଭାରି ମନ ହେଲା। ସେ ଧପ୍ କିନା ତା ଆଗରେ ଠିଆ ହୋଇ ପଡ଼ିଲା। ଲୋକଟି ଚମକି ପଡ଼ି ପଚାରିଲା, ତମେ କିଏ? ମଣିଷ ଭଳି ତ ଲାଗୁନାହଁ। ଗନ୍ଧର୍ବ କହିଲା, ମୁଁ ମଣିଷ କାହିଁକି ହେବି? ମୁଁ ଗୋଟେ ଅସଲ ଗନ୍ଧର୍ବ। ମଣିଷଙ୍କ ତୁଳନାରେ ଆମର ଶକ୍ତି ବହୁତ ବେଶୀ। ଆମେ ଯାହା ଇଚ୍ଛା ତାହା କରିପାରୁ। ଲୋକଟି କହିଲା, ସତେ? ଏମିତି କଥାରେ ଫୁଟାଣି ମାରି ମୋତେ ଭୁଲାଇ ପାରିବ ନାହିଁ। ତମ ବିଦ୍ୟା ଦେଖାଅ, ତେବେ ଯାଇ ପରତେ ଯିବି। ଗନ୍ଧର୍ବ ପଚାରିଲା, ମୁଁ ଫୁଟାଣି ଦେଖାଉଛି ବୋଲି କହିବୁ? ତୋର ଏଡ଼େ ସାହସ? କହ, କ'ଣ ଦେଖାଇଲେ ମୋର ଶକ୍ତି ସମ୍ପର୍କରେ ତୋର ବିଶ୍ୱାସ ହେବ? ମୁଁ ଯଦି ଦେଖାଇ ନ ପାରିବି ତେବେ ତୋର ମୃତ୍ୟୁ ହୋଇ ରହିବି। ତୁ ଯଦି ହାରିଯିବୁ ତେବେ ତୋତେ କୁକୁର ବନାଇଦେବି। ରାଜି? ଲୋକଟି କହିଲା, ରାଜି। ଆଚ୍ଛା, ବର୍ତ୍ତମାନ ଏ ଗଛଟିକୁ ଗୋଟେ ହାତୀରେ ପରିଣତ କରିଦେଲେ ଦେଖିବା। ଗନ୍ଧର୍ବ ଗଛ ଆଡ଼କୁ ଅନେଇ କ'ଣ ଦୁର୍ବୋଧ୍ୟ ଭାଷାରେ କହିଲା, ଆଉ ହାତ ହଲାଇଲା। ସତକୁ ସତ ସେ ଗଛ ଗୋଟେ ହାତୀରେ ପରିଣତ ହୋଇ ରଡ଼ି ଛାଡ଼ି ଚାଲିଗଲା। ଲୋକଟି କହିଲା, ବାଃ, ଚମତ୍କାର। ଗନ୍ଧର୍ବ କହିଲା, ମୁଁ ସବୁ କରିପାରେ ବୋଲି ବିଶ୍ୱାସ ହେଲା? ଆଉ କ'ଣ କହୁଛୁ କହ। ଲୋକଟି ଗନ୍ଧର୍ବକୁ ତା ଘରକୁ ନିମନ୍ତ୍ରଣ କରି ନେଇଗଲା। ଘର ବୋଇଲେ ଗୋଟେ କୁଡ଼ିଆ। ସେ ଗନ୍ଧର୍ବକୁ କହିଲା, ଏ କୁଡ଼ିଆକୁ ଗୋଟେ କୋଠାରେ ପରିଣତ କରିପାରିବ? ତତ୍କ୍ଷଣାତ୍ ଗନ୍ଧର୍ବ କୁଡ଼ିଆକୁ କୋଠା କରିଦେଲା। ଲୋକଟିର ସାନ ଭାଇ ଜନ୍ମରୁ ଛୋଟା ଥାଏ। ଲୋକଟିର ଅନୁରୋଧ କ୍ରମେ ଗନ୍ଧର୍ବ ତାକୁ ଭଲ କରିଦେଲା। ଲୋକଟି ଆନନ୍ଦରେ ତା ସାନ ଭାଇର ପିଠି ଥାପୁଡ଼ାଇ ଦେଲା। ତାହା ଦେଖି ହଠାତ୍ ଗମ୍ଭୀର ହୋଇଯାଇ ଗନ୍ଧର୍ବ କହିଲା, ଆରେ, ତୁ ମୋଠୁ କାମ ହାସିଲ କରିବା ମତଲବରେ ଅଛୁ ପରା। ତୁ ତ ହାରିଲୁ, ତତେ କୁକୁର ବନାଇ ଦେଇ ଚାଲିଯିବି। ଏହା କହି ସେ କୋଠାକୁ ପୁଣି କୁଡ଼ିଆରେ ଆଉ ସାନ ଭାଇଟିକୁ ପୁଣି ଛୋଟାରେ ପରିଣତ କରିଦେଲା। ଲୋକଟି କହିଲା, ଥୟ ଧର ଗନ୍ଧର୍ବ, ମୁଁ ତୁମକୁ ଆହୁରି ପରୀକ୍ଷା କରିବି। ଗନ୍ଧର୍ବ ପଚାରିଲା, ପୁଣି ମୋତେ କ'ଣ କରିବାକୁ କହୁଛୁ? ଲୋକଟି କହିଲା, ମୋତେ ତୁମରେ ପରିଣତ କରିଦିଅ, ଆଉ ତମେ ମୁଁ ହୋଇଯାଅ। ଏ ପ୍ରସ୍ତାବ ଶୁଣି ଗନ୍ଧର୍ବ ଚମକି ପଡ଼ି କିଛି ସମୟ ଚୁପ୍ ରହିଲା, ଆଉ ତାପରେ କହିଲା, ମୁଁ ହାର ମାନୁଛି। ଏହାପରେ ସେ କୁଡ଼ିଆକୁ ପୁଣି କୋଠା କରିଦେଲା, ଆଉ ଛୋଟାକୁ ଭଲ କରିଦେଇ ବିଦା ହୋଇ ଚାଲିଗଲା। ବେତାଳ ଟିକିଏ ଚୁପ୍ ରହି ପଚାରିଲା, ରାଜା, ଏଡ଼େ ଅଦ୍ଭୁତ ଶକ୍ତି ସମ୍ପନ୍ନ ଗନ୍ଧର୍ବ ଲୋକଟିର ପ୍ରସ୍ତାବରେ ଚମକି ପଡ଼ିଲା କାହିଁକି? ସେ ହାର ମାନିବା କ'ଣ ଯଥାର୍ଥ ହେଲା? ପାରିଲେ ମୋ ସନ୍ଦେହ ମୋଚନ କର। ଉତ୍ତର ଜାଣିଥିବା ସତ୍ତ୍ୱେ ଯଦି ନୀରବ ରହିବ ତେବେ ତୁମ ଶିର ହେବ ସ୍କନ୍ଧଚ୍ୟୁତ। ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ରାଜା ବିକ୍ରମାର୍କ ଉତ୍ତର ଦେଲେ, ଗନ୍ଧର୍ବମାନେ ଅନେକ ଅଲୌକିକ ଶକ୍ତିର ଅଧିକାରୀ ଠିକ୍, କିନ୍ତୁ ସେମାନେ ମଣିଷଠାରୁ ଚତୁର ହେବେ ଏକଥା କହିହେବ ନାହିଁ। ଲୋକଟି ଯେଉଁ ସର୍ତ୍ତ ରଖିଲା ତାହା ପୂରଣ କରିଥିଲେ ଗନ୍ଧର୍ବ ଆଉ ଗନ୍ଧର୍ବ ହୋଇ ରହିନଥାନ୍ତା। ଲୋକଟି ଗନ୍ଧର୍ବ ପାଲଟି ଯାଇ ଇଚ୍ଛା କରିଥିଲେ ଗନ୍ଧର୍ବକୁ କୁକୁରରେ ପରିଣତ କରିପାରିଥାନ୍ତା। ତେଣୁ ସେ ସର୍ତ୍ତ ପୂରଣ କରିବା ବିପଦଜନକ ବୋଲି ବୁଝି ଗନ୍ଧର୍ବ ହାର ମାନି ଚାଲିଗଲା। ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡ଼ିଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ବେତାଳ କଥାର ଗୋଟେ ଗପ, ପରାଜିତ ଗନ୍ଧର୍ବ।